ଯଦି କଠୋର ପରିଶ୍ରମ ଆପଣଙ୍କର ଅସ୍ତ୍ର ହୁଏ, ତାହେଲେ ସଫଳତା ଦିନେ ଆପଣଙ୍କ ପାଦ ଛୁଇଁବ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଣ୍ଠାର ଆଘାତ ସହିବାକୁ ପଡ଼ିବ, କାହିଁକି ନା କଣ୍ଟା ହେଉଛି ଏକମାତ୍ର ମାଧ୍ୟମ ଯିଏ ତୁମ ଗତିକୁ ତ୍ୱରାନ୍ୱିତ କରିଥାଏ। ବେଳେବେଳେ ସିଧା ପଡ଼ିଥିବା ପଥ ଲକ୍ଷ୍ୟର ଦିଗକୁ ହୋଇନଥାଏ। ଲକ୍ଷ୍ୟର ଦିଗରେ ପହଞ୍ଚିବାକୁ ହେଲେ ଅଙ୍କା ବଙ୍କା ପଥ ମଧ୍ୟ ଆପଣେଇବାକୁ ପଡ଼ିଥାଏ। ବାରମ୍ବାର ଅସଫଳ ହେଉଥିଲେ ମନ ଦୁଃଖ କରିବାର କୌଣସି ଆବଶ୍ୟକ ନାହିଁ, କାହିଁକି ନା ଆମକୁ ଅସଫଳରୁ ହିଁ ସଫଳତାର ଚାବିକାଠି ମିଳିଥାଏ। ସୁନାକୁ ଯେତେ ପଲିସ୍ କରାଯାଏ ତାହା ସେତେ ଚିକ୍ ଚିକ୍ କରିଥାଏ। ସେହିପରି ନିଜକୁ ଏମିତି ପଲିସ୍ କର ଯେମିତି ସାମ୍ନା ଲୋକ ଆପଣଙ୍କୁ ତା ଦର୍ପଣ ଭାବିବ। ଭଗବାନ ତାହାର ପରୀକ୍ଷା ନେଇଥାନ୍ତି ଯାହାର ପରୀକ୍ଷା ଦେବାର ସାମର୍ଥ୍ୟ ଥାଏ। ଯଦି ଆପଣଙ୍କୁ ଏମିତି ଲାଗୁଛି, ତେବେ ଭାବି ନିଅନ୍ତୁ କି ଆପଣଙ୍କ ପାଖରେ ସେ ସାମର୍ଥ୍ୟ ଅଛି। ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ, କିନ୍ତୁ ଲକ୍ଷ୍ୟ ହାସଲ ସେଇମାନେ କରିପାରନ୍ତି ଯାହା ପାଖରେ ଯଥେଷ୍ଟ ଧୈର୍ଯ୍ୟ ଥାଏ।